ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 5 ଅଧ୍ୟାୟର 10 ପଦରେ ଆମେ ଏହିପରି ପାଠ କରୁ, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ମନୁଷ୍ୟର ପାପ ହେତୁ ସେ ନିଜ ସମ୍ବନ୍ଧୀୟ ସତ୍ୟକୁ ଭୁଲି ଯାଇଛି, କିମ୍ବା ସେ ସାଲିସ କରିଅଛି, କିମ୍ବା ସେ ମିଥ୍ୟା ଅପବାଦ କରୁଅଛି, ଆଉ ଏହା ପ୍ରମାଣିତ କରେ ଯେ ସେ ପାପୀ ଅଟେ। ପାପ ହେତୁ ମନୁଷ୍ୟର ଜୀବନ ଦୁଃଖ, କଷ୍ଟ, ଜଞ୍ଜାଳ, ପରାଜୟ, ବିଫଳତା, ବ୍ୟାକୁଳତା, ସମସ୍ୟା ତଥା ବିଭିନ୍ନ ପ୍ରକାର ବେଦନାରେ ପରିପୂର୍ଣ୍ଣ। ତଥାପି ମନୁଷ୍ୟ ଏହାକୁ ଜୀବନର ଏକ ଅଂଶ ବୋଲି କହି ନିଜକୁ ମିଥ୍ୟା ଆଶ୍ୱସ୍ତି ଦିଏ। ପାପ, ପାପର ପ୍ରଭାବ ଓ ପାପର ଦଣ୍ଡ ଯେ ନର୍କ, ଏଥିରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେହବନ୍ତ ହେଲେ। ମନୁଷ୍ୟର ପାପର ବୋଝ ଆପେ ବହନ କରି ମନୁଷ୍ୟର ଦଣ୍ଡ ଯେ ମୃତ୍ୟୁ, ତାହା କ୍ରୁଶରେ ଭୋଗ କଲେ। ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ପରିତ୍ରାଣ ପ୍ରାପ୍ତ ହୁଏ, ପାପ କ୍ଷମା ପ୍ରାପ୍ତ ହୁଏ। ଈଶ୍ୱର ତ ପାପକୁ ଘୃଣା କରନ୍ତି, ମାତ୍ର ପାପୀକୁ ପ୍ରେମ କରନ୍ତି। ଏଥିପାଇଁ ଈଶ୍ୱରଙ୍କର ଏହି ପ୍ରେମକୁ ପ୍ରଭୁ ଶ୍ରୀଖ୍ରୀଷ୍ଟରେ କ୍ରୁଶରେ ଆପେ ବଳି ହେବା ଦ୍ୱାରା ପ୍ରଦର୍ଶନ କଲେ। ଯେ ପରିତ୍ରାଣ ପ୍ରାପ୍ତ ହୁଏ ସେ ମଧ୍ୟ ପାପକୁ ଘୃଣା କରେ, ମାତ୍ର ପାପୀମାନଙ୍କୁ ପ୍ରେମ କରେ। ପୁଣି ସେ ପ୍ରାର୍ଥନା କରେ ଯେ ଏହି ସୁସମାଚାର ଦ୍ୱାରା ଯେପରି ସମସ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଜ୍ଞାତ ହୁଅନ୍ତି, ଯେପରି ସେମାନେ ପରିତ୍ରାଣ ପ୍ରାପ୍ତ ହୋଇପାରନ୍ତି। ଏହି ବ୍ୟକ୍ତି ପାପରେ ଜର୍ଜରିତ ଜଗତରେ ଈଶ୍ୱରଙ୍କ ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ହୁଏ, ଅର୍ଥାତ୍ ସେ ପାପକୁ ସହ୍ୟ କରିପାରେ ନାହିଁ, ପାପ ମଧ୍ୟ ତାହାକୁ ସହିପାରେ ନାହିଁ, ତେଣୁ ତାହାକୁ ଅତ୍ୟାଚାର ଓ ତାଡ଼ନା କରେ। ଏହିପରି ଲୋକେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଆନ୍ତି, ଆଉ ସ୍ୱର୍ଗ ରାଜ୍ୟ ଏହିମାନଙ୍କର ଅଟେ। ତେବେ ଆପଣ ଏହି ଧନ୍ୟତା ଆପଣଙ୍କ ପାଇଁ ପାଇବାକୁ ଚାହିଁବେ ନାହିଁ କି?